ଯାଜପୁର ଗ୍ରାମାଞ୍ଚଳରୁ ପୁଲିସ ଦ୍ୱାରା 5 ବର୍ଷୀୟ ଶିଶୁପୁତ୍ର ଉଦ୍ଧାର। ଗଜପତି ଜିଲ୍ଲା ପାଳାଖେମୁଣ୍ଡି ନିକଟ ଯାଜପୁର ଗ୍ରାମରେ ଏକ 5 ବର୍ଷୀୟ ଶିଶୁପୁତ୍ର ପାଳା ପୁଲିସ ପକ୍ଷରୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି। ସୂଚନା ପ୍ରକାର ପାଳାଖେମୁଣ୍ଡି ଆଦର୍ଶ ଥାନା ଏସ୍ଆଇ କୌତୁକ ସେଠୀ ପେଟ୍ରୋଲିଂରେ ଯାଇଥିବା ବେଳେ ଯାଜପୁର ଗ୍ରାମ ସିମେଣ୍ଟ ଦୋକାନ ଅଞ୍ଚଳରେ ଏକ ଶିଶୁଟିକୁ କାନ୍ଦୁଥିବା ଦେଖିବାକୁ ପାଇଥିଲେ। ସେଠାରେ ଉକ୍ତ ଶିଶୁଟିକୁ ନେଇ ଆଖପାଖ ଅଞ୍ଚଳରେ ପଚରାଉଚରା କରିଥିବା ବେଳେ ପିଲାଟିର କୌଣସି ପରିଚୟ ପାଇପାରିନଥିଲେ। ପରେ ଉକ୍ତ ଶିଶୁଟିକୁ ଉଦ୍ଧାର କରି ପାଳାଖେମୁଣ୍ଡି ଆଦର୍ଶ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ ଉକ୍ତ ଶିଶୁଟି ରାୟଗଡ଼ ଜିଲ୍ଲା ଜିରାଙ୍ଗ ଅଞ୍ଚଳ ତଥା ତିତଲି ଗ୍ରାମର ସୁଶାନ୍ତ ବେହେରାଙ୍କ ପୁଅ ଶୁଭଙ୍କର ବେହେରା ବୋଲି ଜାଣିବାକୁ ପାଇଥିଲେ। ଯାହାକୁ ନେଇ ସେ ଉକ୍ତ ପଞ୍ଚାୟତର ସରପଞ୍ଚଙ୍କୁ ସୂଚନା ଦେଇଥିବା ବେଳେ ପିଲାଟିକୁ ତାଙ୍କ ବାପା ମାଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଦର୍ଶ ପୋଲିସ ପକ୍ଷରୁ ଶୁଣିବାକୁ ମିଳିଛି।